ଏହି ନ୍ୟୁଜ୍ଟି ଦେଖନ୍ତୁ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣରୁ ଆସିଛି ଚିଠିଟି। ପତ୍ର ସଂଖ୍ୟା ଅଛି 266 8/1/2026 ଏହି ଚିଠିଟି ଆସିଛି, ଯାହାକି ଅତିରିକ୍ତ ନିର୍ଦ୍ଦେଶକ ଯିଏ ଅଛନ୍ତି ସଙ୍ଗୀତା ବେହେରା ଶ୍ରୀମତୀ, ତ ସେ ଚିଠି କରିଛନ୍ତି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ, ତା ସହିତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି। ତ ବିଷୟ ଅଛି ଦେଖନ୍ତୁ, ଚତୁର୍ଥ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ 17/1/2026 ଶନିବାର ଦିନ। ତ ବର୍ତ୍ତମାନ ଆସିଲା ଗୋଟେ ଗୁରୁତ୍ୱପୂର୍ଣ୍ଣ ଚିଠି, ଯାହାକି ଆପଣଙ୍କର ଏ ବର୍ଷର ଚତୁର୍ଥ ଅଭିଭାବକ ମିଟିଂଟି କରାଯିବ 17/1/2026 ଶନିବାର ଦିନ। ତ କ'ଣ କ'ଣ ଅଛି ଚାଲନ୍ତୁ ଦେଖିବା। ମହାଶୟା ଉପରୋକ୍ତ ସୂଚିତ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ ନିର୍ଦ୍ଦେଶ କ୍ରମେ ମୁଁ ଆପଣମାନଙ୍କୁ ଜଣାଉଅଛୁ ଯେ ଚଳିତ ଶିକ୍ଷାବର୍ଷ 2025-26ର ଚତୁର୍ଥ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ 17/1/2026ରେ ଶନିବାର ଦିନ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବ। ଏ ସମ୍ବନ୍ଧରେ ପୂର୍ବରୁ ପ୍ରେରଣ କରାଯାଇଥିବା ଉପରୋକ୍ତ ପତ୍ର ନିର୍ଦ୍ଦେଶନାମା ଅନୁଯାୟୀ ଆପଣମାନେ କାର୍ଯ୍ୟଟିକୁ ସୁଚାରୁରୂପେ ସମ୍ପାଦନ କରିବେ ଏବଂ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ସଂଗ୍ରହ କରି ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟକୁ ପଠାଇବେ। ଗୋଷ୍ଠୀ ଓ ବିଦ୍ୟାଳୟ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରି କାର୍ଯ୍ୟଟିକୁ ପୁନର୍ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଯଥାରୀତି ସମ୍ପାଦନ କରିବେ। ତ ଦେଖନ୍ତୁ, ଉକ୍ତ ବୈଠକରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁ ଖୁବ୍ ଶୀଘ୍ର ଆପଣମାନଙ୍କୁ ଜଣାଇ ଦିଆଯିବ, ଯାହାକି ପ୍ରେରଣ କରି ଦିଆଯିବ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ। ଆଲୋଚ୍ୟ ବିଷୟବସ୍ତୁ ପ୍ରାପ୍ତ ହେବା ମାତ୍ରେ ଏହାକୁ ବିଦ୍ୟାଳୟକୁ ନିଶ୍ଚିତ ଭାବେ ପ୍ରେରଣ କରିବେ। ଏହା ଯେପରି ପ୍ରତ୍ୟେକ ବିଦ୍ୟାଳୟରେ ଉପଲବ୍ଧ ହେବାକୁ ଥିବା ନିଶ୍ଚିତ କରିବେ। ତେଣୁ ସମସ୍ତ ବିଦ୍ୟାଳୟରେ ଏହା କରାଯିବ। ତ ପ୍ରକାଶ ଥାଉ କି ଆପଣଙ୍କ ବିଦ୍ୟାଳୟ ସ୍ତରରେ ଯେଉଁ 4ଟି PTM କାର୍ଯ୍ୟକ୍ରମ କରାଯିବ, ତାହା ପାଇଁ 3000 ଟଙ୍କାର ଲିମିଟ୍ ଫିକ୍ସେସନ୍ କରାଯାଇଛି ସମସ୍ତ ବିଦ୍ୟାଳୟକୁ। ଅର୍ଥର ବିନିଯୋଗ ପ୍ରମାଣପତ୍ର 27/1/2026 ସୁଦ୍ଧା ଆପଣ ଯଥାରୀତି ପ୍ରେରଣ କରିବେ। ତ 27/1/2026 ସୁଦ୍ଧା ଆପଣଙ୍କର ଯେଉଁ ବିନିଯୋଗ ଅର୍ଥର ପ୍ରମାଣପତ୍ର ପ୍ରେରଣ କରିବେ। ଏହି କାର୍ଯ୍ୟକ୍ରମ ସଫଳ ନିମନ୍ତେ ଆପଣଙ୍କ ସମ୍ପୂର୍ଣ୍ଣ ସହଯୋଗ କାମନା କରୁଅଛୁ। ତ ଦେଖନ୍ତୁ, ବର୍ତ୍ତମାନ ଆସିଛି ଚିଠିଟି। ଆପଣମାନେ ଆସନ୍ତା ଶନିବାର 17/1/2026ରେ SMDCର ମିଟିଂଟି ଅନୁଷ୍ଠିତ କରିବେ। ତାର ଏଜେଣ୍ଡା କ'ଣ ଆସିବ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆମେ ଜଣାଇଦେବୁ। ଏପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ କି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଏ ନାହିଁ। ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆମେ ନିଶ୍ଚିତ ଭାବରେ ଆଲୋଚନାର ବିଷୟବସ୍ତୁ ଆପଣଙ୍କ ନିକଟରେ ପହଞ୍ଚାଇବୁ। ଚାଲନ୍ତୁ ଦେଖିବା କ'ଣ ଅଛି ନେକ୍ସଟ ନ୍ୟୁଜ୍ଟି। ଏହି ନ୍ୟୁଜ୍ଟି ଦେଖନ୍ତୁ, ଯାହାକି ଆପଣମାନଙ୍କର ଯେଉଁ ବିଦ୍ୟାଳୟ ପରିଦର୍ଶନ ହେଉଛି ତାହାର ଆଲୋଚନା ବିଷୟରେ ଏଠାରେ ଆସିଛି, ଯାହାକି କ'ଣ କ'ଣ ଅଛି ଚାଲନ୍ତୁ ଦେଖିବା। ବିଦ୍ୟାଳୟ ପରିଦର୍ଶନ ସମୟରେ ଅଂଶଗ୍ରହଣକାରୀମାନଙ୍କୁ 3ଟି ଭାଗରେ ବିଭାଜନ କରନ୍ତୁ, ଯାହାକି FLN ଦଳ 1, 2ରେ ହେଉଛି 4 ଓ 8 ପାଇଁ, 3ରେ ହେଉଛି ଭୌତିକ ପରିବେଶ। ପ୍ରଥମ ଦଳଟି ହେଉଛି ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ। ତ ସମସ୍ତ ଦଳ ନିମ୍ନଲିଖିତ ଚେକ୍ଲିଷ୍ଟ ଅନୁସାରେ ପରିଦର୍ଶନ କରିବେ ଓ ସେଠାରେ ତାଙ୍କର ପ୍ରତିକ୍ରିୟା ଫର୍ମରେ ପୂରଣ କରିବେ। ତେଣୁ ଆପଣମାନଙ୍କର ଯେଉଁ ମିଟିଂଟି କରାଯିବ, ତ ସେଥିରେ କ'ଣ ଚେକ୍ଲିଷ୍ଟ ଅଛି ଦେଖନ୍ତୁ। ଦଳ 1 ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ, ଯାହାକି ଆପଣମାନଙ୍କର ପ୍ରଥମ କଲମରେ ଅଛି ଦେଖନ୍ତୁ, ଛପା ଲେଖା ଶିକ୍ଷଣ ସାମଗ୍ରୀ ସମୃଦ୍ଧି ଶ୍ରେଣୀଗୃହ, ଯାହାକି ପ୍ରଦର୍ଶିତ ସାମଗ୍ରୀଗୁଡ଼ିକ ମାସିକ ଶୈକ୍ଷିକ କ୍ୟାଲେଣ୍ଡର ଆଧାରିତ। ଶିକ୍ଷାର୍ଥୀମାନଙ୍କ ହାତ ପାହାନ୍ତାରେ ସାମଗ୍ରୀଗୁଡ଼ିକ ପ୍ରଦର୍ଶିତ ହୋଇଛି କି ନାହିଁ, ପରିଦର୍ଶିତ ସାମଗ୍ରୀଗୁଡ଼ିକ ଶ୍ରେଣୀ ପରିଚାଳନା ସମୟରେ ବ୍ୟବହାର କରାଯାଇ ପାରୁଛି କି ନାହିଁ। ତ ସେହିଭଳି ଦଳ 2 କ'ଣ କରିବ ଦେଖନ୍ତୁ, ଯାହାକି ଶ୍ରେଣୀଗୃହ ସମୟ ସାରଣୀ ପ୍ରଦର୍ଶିତ ହୋଇଛି କି ନାହିଁ, ଶିକ୍ଷାର୍ଥୀମାନେ କୃତି ପ୍ରଦର୍ଶିତ ହୋଇଛି କି ନାହିଁ, ଶିକ୍ଷଣ ସାମଗ୍ରୀ ଅଛି କି ନାହିଁ, ଶିକ୍ଷଣ ସାମଗ୍ରୀରେ ଆପଣମାନଙ୍କର ସାକ୍ଷରତା କିଟ୍, GK କିଟ୍ ଉପଲବ୍ଧ ଅଛି କି ନାହିଁ, ଅନ୍ୟ ଶ୍ରେଣୀ ଉପଯୁକ୍ତ ଶିକ୍ଷଣ ସାମଗ୍ରୀ ଉପଲବ୍ଧ ଅଛି କି ନାହିଁ, ସାକ୍ଷରତା ସଂଖ୍ୟାଜ୍ଞାନ ଓ ଆଦ୍ୟ ଶୈଶବ ଶିକ୍ଷଣ କ'ଣ ଉପଲବ୍ଧ ଅଛି କି ନାହିଁ, ଏସବୁ ବିଷୟରେ ଆଲୋଚନା କରାଯିବା ପାଇଁ ଆସିଛି ଏହି ଚିଠିଟି। ତ ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା ଆପଣମାନେ ଶ୍ରେଣୀଗୃହର ବ୍ୟବସ୍ଥା, ଡକୁମେଣ୍ଟେସନ୍। ଦଳ 3 ରହୁଛି ଭୌତିକ ସଂରଚନା, ତାହା ମଧ୍ୟ ଏଠାରେ ଆଲୋଚନା ଅଛି। ଶୌଚାଳୟଗୁଡ଼ିକ, ସଫା ପାନୀୟ ଜଳ ସୁବିଧା, ଏସବୁ ହେଉଛି ଭୌତିକ ସଂରଚନା। ତ ଆପଣମାନଙ୍କର ଏହାକୁ ଦେଖିନେବେ ଯେ ଡକୁମେଣ୍ଟେସନ୍ କ'ଣ ଦେଇଛି ଦେଖନ୍ତୁ। ଶିକ୍ଷକ ଶିକ୍ଷୟିତ୍ରୀ ପାଠ ଯୋଜନା ତିଆରି କରିଛନ୍ତି କି ନାହିଁ, CRC ମାନେ ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ ରେଜିଷ୍ଟରକୁ CRC ଦ୍ୱାରା ରକ୍ଷଣାବେକ୍ଷଣ କରାଯାଇଛି କି ନାହିଁ, CRC ମାନେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ରେଜିଷ୍ଟର ଯାଞ୍ଚ କରନ୍ତୁ, ଯାହା କ୍ଲଷ୍ଟର କାର୍ଯ୍ୟ ପଦକ୍ଷେପ ସହିତ ସବୁ ମାସ ପାଇଁ CRC ଦ୍ୱାରା ପୂରଣ କରାଯାଇଛି। ତେଣୁ ଏସବୁ ଅଛି, ଆପଣମାନେ ଏଠାରେ ଦେଖିପାରୁଥିବେ। ସମସ୍ତ ରେଜିଷ୍ଟର ଯାଞ୍ଚ ହେବାର ଆବଶ୍ୟକତା ମଧ୍ୟ ଅଛି। ବୈଠକ ବ୍ୟବସ୍ଥା, କେଉଁ ଶ୍ରେଣୀଗୁଡ଼ିକ ଏକାଠି ବସନ୍ତି, ତ ଏସବୁ ଚେକ୍ଲିଷ୍ଟ ଅଛି। ଆପଣମାନେ ଯେତେବେଳେ MCMର ମିଟିଂ କରାଯିବ ତାପରେ ଏହି ଚେକ୍ଲିଷ୍ଟ ଅନୁସାରେ ଆପଣ ଗୁଗୁଲ ଫର୍ମାଟଟିକି ପୂରଣ କରିବେ। ତ
तो चलन देखिए नेक्स्ट न्यूज कौन अच्छी यही न्यूज अच्छी देखो गोटे गुरुत्वपूर्ण चिठी जहाँकि आपर ओडिशा स्कूल एजुकेशन प्रोग्राम अथॉरिटी निकट आसी 143 अच्छी चिठी नंबर 5/1/2026 अच्छी चिठी नंबर स्टेट प्रोजेक्ट डायरेक्टर जी अच्छा अनन्या दास से चिठी कर समस्त डीओ को तो सब्जेक्ट अच्छे देखो 5 days ट्रेनिंग एलिमेंटरी टीचर्स एट ब्लॉक लेवल तो ब्लॉक लेवल रे 5 दिनिया ट्रेनिंग कार्यक्रम करा जहाँकि आपर ओएफसी एससी 2025 एंड ट्रांजैक्शन ऑफ न्यूली डिप्लॉयड टेक्स्ट बुक फॉर ग्रेड 1 to 8 फॉर लाइट ऑफ एनईपी 2020 तो एनईपी न्यू एजुकेशन पॉलिसी जो 2020 लागू होती से जो टेक्स्ट बुक गुड़िक चेंज करा न्यूली जो डेवलप करा ताहारी उपर 5 दिन ट्रेनिंग करा मैडम सर I am to inform you that the director of T&SCAT Odisha developed the teachers training modules OFCSC 2025 and transactions of a newly developed textbook for grade 1 to V3 light of NEP 2020. Master trainer for each district have been trained T&SCAT different journal रे it is the regard the following points following the timely completion of the set training तेणु completion करबा पई एठार आसी चिठी जहाँकि एलिमेंटरी टीचर्स मानक प्रथम अष्टम श्रेणी पिला मानक जो अच्छी विद्यालय रे से शिक्षक माने 5 दिनिया ट्रेनिंग नेबे डिस्ट्रिक्ट ब्लॉक लेवल रे नंबर एलिमेंटरी टीचर्स ट्रेंड एनक्लोज हियर विथ योर रेफरेंस इन केस ऑफ मोर नंबर टीचर अवेलेबल इन द डिस्ट्रिक्ट दे मे बी इंक्लूडेड ट्रेनिंग अंडर इंटीमेशन ऑफ ओसेपा The steps shall be taken complete the training as per the plan enclosed. Link of pre-test, post-test, feedback, attendance sheet must be filled up by each participant during the training. तेणु कड़ाकड़ी भाव में ट्रेनिंग करने एठरे योजना करिसेंती सरकार तरफ आसी चिठी यूनिट कॉस्ट मतलब ब्लॉक लेवल ट्रेनिंग रे ऑलरेडी अवेलेबल दिया जाइए ब्लॉक लेवल ट्रेनिंग विल बी यूज्ड फॉर द ट्रेनिंग तो लिमिट फिक्सेशन बीइंग कम्युनिकेटेड सेपरेटली expenditure must be uploaded PFMS 7 days भितर completion of training schedule be venue RP each district shall be intimate OSEPA by 5 January 2026 तो देखंतु 5 जनवरी 2026 रे तो जो ट्रेनिंग शेड्यूल भेन्यू RP एगुड़ा सब स्थिरीकृत करा जहाँकि टेंटेटिव टीचिंग प्लानिंग डिस्ट्रिक्ट और ब्लॉक वाइज लिस्ट ऑफ टीचर्स डिस्ट्रिक्ट लेवल MT मास्टर ट्रेनर लिस्ट तो ये सब जिनस इनक्लूजिंग करा जाइए आपण मैंने एठारे देखिथिबे जे किभଳି भाबरे तो गोटे गोटे बैच रे आपनकर नंबर ऑफ बैच 100 टीचर्स पर बैच तो ये भଳି आपनकर नंबर ऑफ टीचर्स प्राइमरी अपर प्राइमरी एंड SST समस्त टीचर माने ट्रेनिंग नेबे प्रति ब्लॉक वाइज केते मास्टर ट्रेनर अछंती ताहाठरे इंडिकेट करा जायछि समुदाय राज्य रे अछि 992 मास्टर ट्रेनर अछंती ब्लॉक होछि 316 तो ता भितर आपण मानकर नंबर ऑफ टीचर्स प्राइमरी आ अपर प्राइमरी SSD होछि आपनकर 1,66,964 तो से भଳି नंबर ऑफ बैच 100 टीचर्स गोटे बैच रेले 1670 बैच टी हबो तो से भଳି आपण मानकर नंबर ऑफ बैच ईच फेज @3 MT मास्टर ट्रेनर एंड 100 टीचर्स पर बैच तो तीनोटी मास्टर ट्रेनर 100 टीचर्स जो अच्छा 317 टोटाल सारा राज्य रे तो नंबर ऑफ फेज हम 174 कौटी जिले में 6टी अच्छी 8टी अच्छी 7टी अच्छी 5टी अच्छी 4टी अच्छी ये अच्छी तो ये फास्ट आपण मानकर 5 to 9 जनवरी 2026 रे करा जिवो तापर सेकेंड रे अच्छी 12 ରୁ 17 पर्यंत करा जिवो से भली थर्ड रे अच्छी 19 ରୁ 24 पर्यंत करा जिवो फोर्थ रे अच्छी 27 ରୁ 31 पर्यंत जनवरी पर्यंत करा जिवो तापरे आपण मानकर फिफ्थ रे अच्छी देखंतु सेकेंड फेब्रुआरी जोटा अच्छी टू 6 फेब्रुआरी पर्यंत 2026 पर्यंत चलिबो तापरे 9 फेब्रुआरी ରୁ 13 फेब्रुआरी पर्यंत चलिबो तो ये भली आपणकर टोटाल 1,66,964 जन ट्रेनिंग नेबे तो आसी चिठीटी आपण माने एठरा देखि पारुथिबे जे खूब शीघ्र आपण माननकु 5 दिनिया ट्रेनिंग दिया जिवो जाके एनईपी 2020 जो अच्छी से आपण देखंतु ब्लॉक वाइज मध गवर्नमेंट टीचर्स प्राइमरी एंड अपर प्राइमरी लेवल एसएंड मिसेकी SSD मिसेकी केते टीचर अछंती आपण माने एठरा देखि पारुथिबे तो जो विभिन्न जिलार अच्छी आपण मानकर जिला जो होची आपण माने कमेंट कर जणेबे वीडियो टी देखंतु एथला आपण मानक पई छोटी हेल्पफुल वीडियो टी आपण मानक रिक्वेस्ट आपण नाम चैनल टी को सब्सक्राइब करंतु वीडियो को बहुत लाइक और शेयर करंतु आमे ए बडे हेल्पफुल वीडियो आपण मानक पई प्रोवाइड करिवु नमस्कार सर्वे भवन्तु सुखिनः।